ଅସହ୍ୟ ଖରାରେ ସୁନସାନ୍ ଲାଗୁଛି କେନ୍ଦୁଝର ସହର। ଗ୍ରୀଷ୍ମର ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। କାଳରୂପୀ ସୂର୍ଯ୍ୟର ପ୍ରଖର କିରଣ ତାର କାୟା ବିସ୍ତାର କରିଦେଇଛି। ଅଗ୍ନି ବର୍ଷଣ ପରି ଆକାଶରୁ ସତେଅବା ନିଆଁ ବର୍ଷଣ ହେଉଛି। ମାଟିରୁ ଗରମ ଉତ୍ତାପ ସାଙ୍ଗକୁ ଆକାଶରୁ ନିର୍ଦୟ ସୂର୍ଯ୍ୟଦେବଙ୍କ କାଳରୂପୀ ସୂର୍ଯ୍ୟରଶ୍ମି ଏ ମାଟିକୁ ଗ୍ରାସ କରି ବସିଛି। ସତେଅବା ଏ ମାଟିକୁ ଜାଳି ପୋଡ଼ି ଧ୍ୱଂସ କରିଦେବ। ସହର ବଜାର ସୁନସାନ୍ ଜଣାପଡ଼ୁଛି। ରାସ୍ତାଘାଟରେ କାଁ ଭାଁ ଲୋକ ଯିବା ଆସିବା କରୁଛନ୍ତି। ସକାଳ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ସହରରେ ଜନଗହଳିର ଦୃଶ୍ୟ ଦେଖିବାକୁ ମିଳୁନାହିଁ। ଯେଉଁ କିଛି ଲୋକ ସହରରେ ଦେଖାଯାଉଛନ୍ତି କେବଳ ଥଣ୍ଡା ପାନୀୟ ଦୋକାନରେ। ସୂର୍ଯ୍ୟର ପ୍ରଖର କିରଣ ପ୍ରତିବନ୍ଧକ ସୃଷ୍ଟି କରି ରଖିଛି ସହରକୁ ଆସିବା ରାସ୍ତା ଉପରେ। ଏମିତି କେତେଦିନ ଏ ଗ୍ରୀଷ୍ମର ପ୍ରବାହ ରହିବ, ସେହି ଚିନ୍ତାରେ କର୍ମଜୀବୀ। ରୋଜଗାରରେ ବାଧା ସୃଷ୍ଟି କରି କାମଧନ୍ଦା କି ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଡହ ଡହ ଖରା ପରିବାର ପ୍ରତିପୋଷଣରେ ମଧ୍ୟ ବାଧା ସୃଷ୍ଟି କରିଦେଇଛି। ଏମିତି କରୁଣଭରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହରରେ। 40 ଡିଗ୍ରୀରୁ ଅଧିକ ତାପମାତ୍ରାର ରେକର୍ଡ ସୃଷ୍ଟି କରି କେନ୍ଦୁଝର ସହର ଆଜି ମରୁଭୂମିର ଭ୍ରମ ସୃଷ୍ଟି କରିଛି। ସୂର୍ଯ୍ୟ ଉଇଁଲା ମାତ୍ରେ ଦେହରୁ ଝରଝର ହୋଇ ଝରି ଆସୁଛି ଅମାନିଆ ଝାଳବିନ୍ଦୁ। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଅଦା ସରବର ହୋଇଯାଉଛି ରକ୍ତ ମାଂସର ଶରୀର। ତ୍ରାହି ତ୍ରାହି ଡାକ ଦେଲା ପରି ଜୀବଜଗତ ଚାହିଁ ରହିଛି ଆକାଶର ବର୍ଷାର ସନ୍ଧାନରେ। ଏମିତି ସୂର୍ଯ୍ୟର ପ୍ରଖର କିରଣ ଯଦି ଆଉ କିଛି ଦିନ ଲାଗି ରହେ, ତାହେଲେ ଏ ମାଟିର ରୂପ କେମିତି ବଦଳିଯିବ ତାହା ଭାବିଲା ବେଳକୁ ଜନଜୀବନରେ କୋକୁଆ ଭୟ ସୃଷ୍ଟି ହୋଇଯାଉଛି। ଜଳିପୋଡ଼ି ଛାରଖାର ହୋଇଯିବା ପରିସ୍ଥିତି ଆସିଗଲାଣି। କେବଳ ଭଗବାନଙ୍କ ଉପରେ ଭରସା ରଖି ଜୀବଜଗତ ଚାହିଁ ରହିଛି କେବେ ଧରଣୀକୁ ଆସିବ ବର୍ଷାରାଣୀ ଆଉ ଝିପିଝିପି ବର୍ଷାରେ ଭିଜେଇ ଦେବ ଡହ ଡହ ଖରାରେ ସିଝୁଥିବା ଏ ମାଟିକୁ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।